ଗୋଟିଏ ଦେଶ ଥିଲା, ସେ ଦେଶରେ ଜଣେ ରାଜା ଥିଲେ। ତାଙ୍କର ଦୁଇଟି ପୁତ୍ର ଥିଲେ, କିନ୍ତୁ ସେ ଦୁଇ ପୁତ୍ର ରାଜାଙ୍କର ଭାରି ଦୁଷ୍ଟ ଥିଲେ, କାହାକୁ ମାନୁନଥିଲେ। ଦିନେ ରାଜା ଠିକ୍ କଲେ ଦୁଇ ପୁତ୍ରଙ୍କୁ ଗୁରୁକୁଳ ଆଶ୍ରମ ପଠାଇବା ପାଇଁ। କାରଣ ସେତେବେଳେ ଦୁଇ ବାଳକଙ୍କର ବୟସ ଶିକ୍ଷା ପ୍ରାପ୍ତ କରିବା ପାଇଁ ଯଥେଷ୍ଟ ଥିଲା। କିନ୍ତୁ ରାଜାଙ୍କର ଏହି ନିଷ୍ପତ୍ତିରେ ଦୁଇ ରାଜକୁମାର ଖୁସି ନଥିଲେ। ଦୁଇ ପୁତ୍ର ରାଜାଙ୍କୁ କାନ୍ଦି କାନ୍ଦି ବହୁତ ଅନୁରୋଧ କଲେ। କହିଲେ, ପିତା, ଶ୍ରୀ ଆମକୁ ଗୁରୁକୁଳକୁ ପଠାନ୍ତୁ ନାହିଁ। ଆଜିଠାରୁ ଆମେ କେବେ ଦୁଷ୍ଟ ହେବୁ ନାହିଁ କି ଝଗଡ଼ା କରିବୁ ନାହିଁ। ପୁତ୍ରମାନଙ୍କ କଥା ଶୁଣି ରାଜା କ୍ରୋଧିତ ହେଇ କହିଲେ, ଯଦି ତୁମେ ଶିକ୍ଷା ଗ୍ରହଣ କରିବ ନାହିଁ, ତାହେଲେ ଭବିଷ୍ୟତରେ ଜଣେ ଉତ୍ତମ ରାଜା ହେଇପାରିବ ନାହିଁ। ସେଥିପାଇଁ ତୁମେ ଗୁରୁକୁଳ ଯାଇ ଶିକ୍ଷା ଗ୍ରହଣ କରି ରାଜପ୍ରସାଦକୁ ଫେରିବ। ପୁତ୍ରମାନେ ରାଜାଙ୍କ କଥା ମାନିଲେ ଏବଂ କହିଲେ, ଆପଣଙ୍କର ଯଦି ଏହା ଶେଷ ଇଚ୍ଛା, ତାହେଲେ ଆମେ ନିଶ୍ଚୟ ଗୁରୁକୁଳ ଯିବୁ ଏବଂ ଶିକ୍ଷା ଗ୍ରହଣ କରିସାରିବା ପରେ ଯାଇ ରାଜପ୍ରସାଦକୁ ଫେରିବୁ। ଏହି କଥା ଶୁଣି ରାଜା ଖୁସି ହୋଇ ପୁତ୍ର ଦୁହିଁଙ୍କୁ କୁଣ୍ଢାଇ ପକାଇଲେ ଏବଂ ଖୁସିରେ ଖୁସିରେ ବିଦାୟ ଦେଲେ।